ଅନେକ ସମୟରେ ଇଚ୍ଛା ହୁଏ ତ ବହୁତ କିଛି କଥା କହିଦେବାକୁ, ମନର ସେ ପରିଭାଷାକୁ ବୟାନ କରିଦେବାକୁ। ହେଲେ ଏ ଦୁନିଆରେ ସେମିତି କେହି ମିଳନ୍ତିନି ଯିଏ ସବୁବେଳେ ଚାହିଁଥାଏ ଏ ମନର କଥାକୁ ବୁଝିବାକୁ। ଅବଶ୍ୟ ଏଠି ମନର କଥାକୁ, ମନର ପରିଭାଷାକୁ ବୁଝିବା ପାଇଁ ବହୁତ କମ୍ ଲୋକ ଅଛନ୍ତି, କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କ ମନର କଥାକୁ ସବୁବେଳେ ବୁଝିଥାନ୍ତି। ସେଇମିତି ଲୋକ ଭାଗ୍ୟରେ ଥିଲେ ମିଳନ୍ତି। ଆଜିର ସ୍ୱାର୍ଥପର ଦୁନିଆରେ, ଆଜିର ଏ ସ୍ୱାର୍ଥପର ସମାଜରେ ସେମିତି ଲୋକ ମିଳିବା କଷ୍ଟ ହୋଇପାରେ। ହେଲେ ସନ୍ଧାନ ଜାରି ରହୁ, ସନ୍ଧାନ ଜାରି ରହିଲେ ନିଶ୍ଚିତ ଭାବେ ସେମିତି ଜଣେ ଲୋକ ମିଳିବ ଯିଏ ଆପଣଙ୍କର ମନର ଭାଷାକୁ ବୁଝିପାରୁଥିବ, ଆପଣଙ୍କୁ ବୁଝିପାରୁଥିବ, ଆଉ ଆପଣଙ୍କ ପ୍ରତି ତାର ନିଃସ୍ୱାର୍ଥପର ଭଲ ପାଇବା ଥିବ। ସେମିତି ମଣିଷ ଯଦି ମିଳିଯାଆନ୍ତି ନା, ତାହେଲେ ଆପଣ ସବୁଠାରୁ ଭାଗ୍ୟବାନ ବୋଲି ଭାବି ନେବା ଜରୁରୀ। ଏଇ ତ ଜୀବନର କଥା।